ରାଜ୍ୟର ସବୁ ବର୍ଗର ଲୋକଙ୍କ ବିକାଶକୁ ଧ୍ୟାନରେ ରଖି ସରକାର ବିଭିନ୍ନ ବିକାଶମୁଖୀ ଯୋଜନା ଲାଗୁ କରିଛନ୍ତି। ଏହି କ୍ରମରେ ମହିଳାମାନଙ୍କ ପାଇଁ ଲାଗୁ ହୋଇଥିବା ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନ ସେପ୍ଟେମ୍ବର 17 ତାରିଖରେ ଲାଗୁ ହେବ। ଏହି ଯୋଜନା ଆଜି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାର ଏସ୍ଓପି ବାବଦରେ ବଡ଼ ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାର ନିୟମାବଳୀ ଅନୁସାରେ ପ୍ରାୟ 1 କୋଟି ମହିଳାଙ୍କୁ ଏହି ଯୋଜନାର ସୁବିଧା ପ୍ରଦାନ କରାଯିବ। 5 ବର୍ଷରେ ହିତାଧିକାରୀଙ୍କୁ 50,000 ଟଙ୍କା ପ୍ରଦାନ କରାଯିବ। ବର୍ଷକୁ 2 ଥର ଏହି ରାଶି ଆସିବ। 21ରୁ 60 ବର୍ଷର ମହିଳାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଆନ୍ତର୍ଜାତିକ ମହିଳା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ଏହି ରାଶି ପ୍ରଦାନ କରାଯିବ। ମହିଳାମାନଙ୍କୁ ଏଥିପାଇଁ ସୁଭଦ୍ରା ଡେବିଟ୍ କାର୍ଡ଼ ଦିଆଯିବ। ଡିବିଟି ଜରିଆରେ ଅର୍ଥାତ୍ ସିଧାସଳଖ ବ୍ୟାଙ୍କ ଖାତାକୁ ଏହି ରାଶି ସରକାର ପଠାଇବେ। କେବଳ ସେତିକି ନୁହେଁ, ଅଙ୍ଗନବାଡ଼ି ଓ ଜନସେବା କେନ୍ଦ୍ରରେ ଏହି ଟଙ୍କା ପାଇଁ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି। ଏହି ଯୋଜନା ସମ୍ବଳିତ କୌଣସି ସୂଚନା ପାଇଁ କଲ୍ ସେଣ୍ଟର ଖୋଲାଯିବ। ଏପରିକି ବ୍ଲକ ସ୍ତରରେ ମହିଳାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ 55,825 କୋଟି ଅର୍ଥ ବ୍ୟୟବରାଦ କରାଯାଇଛି। କିନ୍ତୁ ବର୍ତ୍ତମାନ ସବୁଠୁ ବଡ଼ କଥା ହେଉଛି, କେଉଁମାନେ ଏହି ଯୋଜନାରୁ ବାଦ୍ ପଡ଼ିବେ। ଏଥିପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଆସନ୍ତୁ ଜାଣିବା। ସରକାରୀ ଚାକିରି କରୁଥିବା ମହିଳାମାନଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ। ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳାମାନେ ଏଥିରୁ ବାଦ୍ ପଡ଼ିବେ। ଏପରିକି ଆୟକର ପ୍ରଦାନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା, ସରକାରୀ ଯୋଜନାରେ ମାସକୁ 15,000 ପାଉଥିଲେ ସେମାନଙ୍କୁ ଏହି ଯୋଜନାରୁ ବାଦ୍ ପଡ଼ିବେ। ବାର୍ଷିକ 18,000 ଟଙ୍କା ପ୍ରୋତ୍ସାହନ ରାଶି ପାଉଥିବା ମହିଳାମାନଙ୍କୁ ଏହି ସୁଭଦ୍ରା ଯୋଜନା ଟଙ୍କାର ପ୍ରଦାନ କରାଯିବ ନାହିଁ।